ଏ ଆମେ ସମସ୍ତ ଝାରସୁଗୁଡ଼ା ବାସିନ୍ଦାଙ୍କ ପାଇଁ ସିଏ ଏକ ଦୁଃଖ ତଥା ଅପୂରଣୀୟ କ୍ଷତି ଘଟିଛି ଆମ ସମସ୍ତଙ୍କର। ବିଶିଷ୍ଟ ସମାଜସେବୀ ଆମର ବାରର ପୂର୍ବତନ ସଭାପତି ଏବଂ ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାର ସବୁ ଅଞ୍ଚଳରେ ସମାଜ ସେବାରେ ସମ୍ପର୍କ ସମସ୍ତଙ୍କ ସାଙ୍ଗରେ ସୁସମ୍ପର୍କ ରକ୍ଷା କରି ଲୋକଙ୍କ ପାଇଁ ଲଢ଼େଇ କରୁଥିବା ଜଣେ ଦରଦୀ ମଣିଷର ଆଜି ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଛି। ଏ ଆମ ସମସ୍ତଙ୍କୁ ଅତ୍ୟନ୍ତ ଦୁଃଖିତ କରୁଛି। ମୁଁ ବିଶେଷ ଭାବରେ ତାଙ୍କ ସାଙ୍ଗରେ ବ୍ୟକ୍ତିଗତ ସମସ୍ୟା ଥିଲା ମୁଁ ଏବଂ ସେ ଗତ ପୌର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଚେୟାରମ୍ୟାନ୍ ମଧ୍ୟ ହେଇଥିଲେ ଏବଂ 3 ଦିନ ପୂର୍ବରୁ 3-4 ଦିନ ପୂର୍ବରୁ ଡିଷ୍ଟ୍ରିକ୍ଟ ଏନଭାରନମେଣ୍ଟ ସୋସାଇଟିର ବୈଠକରେ ମଧ୍ୟ ତାଙ୍କ ସାଙ୍ଗରେ ଆମେ ଏକା ସାଙ୍ଗରେ ଗୋଟେ ମିଟିଂ ଯାଇଥିଲୁ। ଅତ୍ୟନ୍ତ ଗଭୀର ଶୋକ ପ୍ରକାଶ କଲି। ପ୍ରଭୁ ଜଗନ୍ନାଥ, ପ୍ରଭୁ ଝାଡ଼େଶ୍ୱର, ମା ଅନ୍ଧାରୀ, ମା ରାମଚଣ୍ଡୀଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କର ଆତ୍ମାକୁ ସଦ୍ଗତି ପ୍ରାପ୍ତ କରନ୍ତୁ ଏବଂ ଅମର ଆତ୍ମା ନିଶ୍ଚିତ ଭାବେ ଝାରସୁଗୁଡ଼ା ପାଇଁ ପୁଣି ଥରେ ଫେରିବେ ବୋଲି ମୋର ଆଶା। ଅତ୍ୟନ୍ତ ଦୁଃଖର ଏବଂ ପରିତାପର ବିଷୟ ସମସ୍ତଙ୍କ ପାଇଁ ଏ ଗଭୀର ଦୁଃଖର।